ଦେଶର ସମ୍ବିଧାନ ଆଗରେ ଆଗେ ଠିକ ତଲାରେ ବୋଲି ମୁଁ ଯାଇକି ମୋ ପୁଅ ଯଦି ମର୍ଡର କରିବ ମୁଁ କହିବି ମର୍ଡର କରିବି ଏ ବାବୁ ରେକର୍ଡିଂ ରେକର୍ଡିଂ ହେବ ସବୁ ହେବ। ରାଇରଙ୍ଗପୁରରେ ପ୍ରଶାସନ ତରଫରୁ 2 ଦିନ ଧରି ଜବରଦଖଲକାରୀ ଉଚ୍ଛେଦ ସହ ସରକାରୀ ଜମି ଅଧିଗ୍ରହଣ। ରାଇରଙ୍ଗପୁର ସହରରେ ଦିନକୁ ଦିନ ଜବରଦଖଲକାରୀଙ୍କ ଜବରଦଖଲ ଯୋଗୁଁ ସଂକୁଚିତ ହେଉଛି ସହର, ଯାହା ଫଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି ହେଉଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଏହି ସହରର ନିବାସୀ। ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଚାଲିଛି। ରାଇରଙ୍ଗପୁର ସହରକୁ ରାଜ୍ୟରେ ଏକ ସମୃଦ୍ଧ ଓ ପ୍ରଗତିଶୀଳ ସହର ଗଠନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରୁଥିବା ସହ ଆଗକୁ ମଧ୍ୟ ଅଧିକରୁ ଅଧିକ ଟଙ୍କା ମଞ୍ଜୁର ହେବ ବୋଲି ସୂଚନା ମିଳିଛି। କିନ୍ତୁ ଅମାନିଆ ଜବରଦଖଲକାରୀ, ଜମି ମାଫିଆ ଓ ଦଲାଲମାନେ ମନଇଚ୍ଛା ସରକାର ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଜବରଦଖଲ କରି ବିରାଟ କୋଠାବାଡ଼ି, କଂକ୍ରିଟ ପାଚେରୀ ନିର୍ମାଣ କରିବା ସହ ବହୁ ସରକାରୀ ଜମି ମାଡ଼ି ବସିଛନ୍ତି। ସହରର ରାସ୍ତାକଡ଼କୁ ଲାଗି ଦୋକାନ, ଜଳଖିଆ ଦୋକାନ ଓ ହୋଟେଲ କରି ବ୍ୟବସାୟ କରିଛନ୍ତି। ତେଣୁ ପ୍ରଶାସନ ତରଫରୁ ରାଇରଙ୍ଗପୁର ସହରର ବିକାଶ ଓ ପ୍ରଗତି ସହର ସହ ସମଗ୍ର ଭାରତର ଏକ ଆଖିଦୃଶିଆ ସହର ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ଜବରଦଖଲକାରୀ ପ୍ରଶାସନ ନିୟମକୁ ଫୁ କରି ବିକାଶର ପଥରେ ବାଟ ଓଗାଳୁଛନ୍ତି। ଜବରଦଖଲ ସ୍ଥାନରୁ ଉଠିବା ପାଇଁ ପ୍ରଶାସନ ତରଫରୁ ଏଥିପାଇଁ ବାରମ୍ବାର ନୋଟିସ୍ ଜାରି କଲେ ମଧ୍ୟ ସେମାନେ ଚେତୁନାହାନ୍ତି, ବରଂ ପ୍ରଶାସନ ଉପରେ ରାଜନୈତିକ ଚାପ ଦେବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରାଇରଙ୍ଗପୁର ତହସିଲଦାର ବିଶ୍ୱନାଥ ବିଶ୍ୱାଳଙ୍କ ନେତୃତ୍ୱରେ ସୋମବାର ଓ ମଙ୍ଗଳବାର 2 ଦିନ ଧରି ରାଇରଙ୍ଗପୁର ସହରରେ ଏବଂ ବାଇଦାପୋଷି ନବନିର୍ମାଣାଧୀନ ଷ୍ଟାଡିୟମ ପାଖରେ ଜବରଦଖଲ ଉଚ୍ଛେଦ ଅଭିଯାନ ଓ ଜମି ଅଧିଗ୍ରହଣ ଜୋରଦାର ଚାଲିଥିଲା। ସୂଚନାଯୋଗ୍ୟ, ବାଇଦାପୋଷି ଗ୍ରାମର ନବନିର୍ମାଣ ହେଉଥିବା ଅତ୍ୟାଧୁନିକ ଷ୍ଟାଡିୟମ ସହ ଛାତ୍ରାବାସ, ଷ୍ଟାଫ ଗୃହ, ଆଦିବାସୀ ସଂସ୍କୃତି କେନ୍ଦ୍ର ନିର୍ମାଣ ପାଇଁ ଆବଶ୍ୟକୀୟ ସ୍ଥାନ 7.5 ଏକର ସରକାରୀ ଜମି ଆବଶ୍ୟକ ଥିବାବେଳେ ସେହି ପାଖ ଅଞ୍ଚଳରେ ଜବରଦଖଲକାରୀମାନେ ବିଶାଳ କୋଠାବାଡ଼ି ଗୃହ ନିର୍ମାଣ କରିଛନ୍ତି। ତେଣୁ ପ୍ରଶାସନ ତରଫରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ନୋଟିସ୍ କରିଥିଲେ ମଧ୍ୟ ଖାତିର କରିନଥିଲେ। ଫଳରେ ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି ଯୋଗୁଁ ବାଧ୍ୟ ହୋଇ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ ସହ ସରକାରୀ ଜମି ଅଧିଗ୍ରହଣ 2 ଦିନ ଧରି ଲାଗି ରହିଥିଲା। ଷ୍ଟାଡିୟମର ଉତ୍ତର ଓ ପୂର୍ବ ପାର୍ଶ୍ୱ ପାଖରେ ଥିବା ଘରଗୁଡ଼ିକ ଜେସିବି ଲଗାଇ ଆଜି ଭଙ୍ଗା ଯାଇଥିଲା। ଗୋଲେଇ ପାଖ ପୋଲ ନିକଟସ୍ଥ ଜଳଖିଆ ଦୋକାନ ଏବଂ ଗୋଲେଇ ପାଖ ହୋଟେଲ ଭଙ୍ଗାଯିବା ସହ ଛୋଟ ବଡ଼ ଦୋକାନ ଉପରେ ହିଟାଚି ଚଢ଼ାଇ ଭଙ୍ଗାଯାଇଛି। ସେହିଭଳି ବାଇଦାପୋଷି ନିର୍ମାଣାଧୀନ ଷ୍ଟାଡିୟମ ନିକଟସ୍ଥ ରାସ୍ତାକଡ଼ ପାଖରେ ଥିବା ଜବରଦଖଲ କୋଠାଘର ଓ ପାଚେରୀକୁ ହିଟାଚି ଦ୍ୱାରା ଭଙ୍ଗାଯାଇଛି। ଆଜି ମଙ୍ଗଳବାର ଦିନ ଗ୍ରାମବାସୀମାନେ କଲୋନୀ ସାହିରେ ବାଉଁଶ ପକାଇ ରାସ୍ତା ଅବରୋଧ କରିଥିଲେ। ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ସେମାନଙ୍କ ଦାବି, ଆମ୍ଭେ ବର୍ଷ ଧରି ଏଠାରେ ଘରଦ୍ୱାର କରି ରହୁଛୁ। ଆମକୁ ଏହି ଜାଗାରେ ଇନ୍ଦିରା ଆବାସ, ବିଦ୍ୟୁତ ସଂଯୋଗ, ପିଇବା ପାଣି ବ୍ୟବସ୍ଥା ପ୍ରଶାସନ ତରଫରୁ ଦିଆଯାଇଛି। ଖଜଣା ମଧ୍ୟ ଆମ୍ଭେ ଦେଉଛୁ। ଏବେ ଆମ ଘର ଭାଙ୍ଗିଲେ ଆମେ ଛୁଆପିଲା, ଛେଳି, ବୁଢ଼ାବୁଢ଼ୀ ଆସବାବପତ୍ର ନେଇ କୁଆଡ଼େ ଯିବୁ? ଏହାକୁ ନେଇ ଦିନ ତମାମ ଚାପା ଉତ୍ତେଜନା ଲାଗି ରହିଥିଲା। ସେମାନଙ୍କର ଏକମାତ୍ର ଦାବି ପ୍ରଶାସନ ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଭଙ୍ଗାରୁଜା ବନ୍ଦ କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ବ୍ୟବସ୍ଥା ସହ ନ୍ୟାୟ ଦିଅନ୍ତୁ। ସରକାରଙ୍କ ଯେତିକି ଆବଶ୍ୟକ ସେତିକି ନିଅନ୍ତୁ, ଅଯଥା ଲୋକଙ୍କୁ ହଇରାଣ ହରକତ ନ କରନ୍ତୁ। ଏହି ଉଚ୍ଛେଦରେ ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ୱନାଥ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଢ଼ାଉ ଜାରି ରହିଥିଲା। ତାଙ୍କ ସହିତ କୁସୁମୀ ତହସିଲଦାର ସାରିକାରାଣୀ ଧାମେଲ,
ବିଶୋଇ ତହସିଲଦାର ସତ୍ୟବାନ ନାୟକ ଏବଂ ରାୟରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଯଦୁନାଥ ଜେନା, ବିଶୋଇ ଥାନାଧିକାରୀ ମିନି ଭୋଇ, ବାଦାମପାହାଡ଼ ଥାନାଧିକାରୀ କେ ହେମ୍ବ୍ରମ, ବହଳଦାତ ଥାନା ଅଧିକାରୀ ବୀରେନ୍ଦ୍ର ରାଉତ, ରାୟରଙ୍ଗପୁର ଥାନାଧିକାରୀ ସୁଚନ୍ଦ୍ର ମହାଳିକ, ସୁପରଭାଇଜର ନିହାର କୁମାର ପାତ୍ର, ଆର୍ଆଇ ସୁନାରାମ ମାଝୀ, ଆର୍ଆଇ ନମିତା ସେଠୀ, ତୁଷାର ମହାନ୍ତ ଏବଂ 2 ପ୍ଲାଟୁନ ପୋଲିସ ସମେତ ସମସ୍ତ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ। ବିସ୍ଥାପିତମାନେ ଭାଙ୍ଗି ପଡ଼ିବା ସହ ଜବରଦଖଲକାରୀ ମନ ଦୁଃଖରେ ମ୍ରିୟମାଣ ଓ ଭୟଭୀତ ହୋଇପଡ଼ିଛନ୍ତି। ଏହାକୁ ନେଇ ସାରା ସହରରେ ଚର୍ଚ୍ଚା ଚାଲିବା ସହ ଛକ ଛକରେ ଓ ଖଟିଗୁଡ଼ାକରେ ଫୁସୁରୁ ଫାସୁରୁ ଚାଲିଛି। ଘଟଣାକୁ ଦେଖି ସହରର ଅନ୍ୟ ଜବରଦଖଲକାରୀଙ୍କୁ ପିଳେହି ପାଣି ହୋଇଯାଇଛି। ଏଣେ ବିସ୍ଥାପିତମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଶୀତ କାକରରେ କୁଆଡ଼େ ଯିବେ? ପ୍ରଶାସନ ତରଫରୁ ବିଦ୍ୟୁତ ଏବଂ ପାଣି ସଂଯୋଗ ବି କାଟି ଦିଆଯାଇଛି। ବସ୍ତି ବାସିନ୍ଦା ନାହିଁ ନା ଥିବ ହଇରାଣ ହରକତ ହେଉଛନ୍ତି। ବୁଦ୍ଧିଜୀବୀ ମହଲରେ ଏକମାତ୍ର ଦାବି ଜମି ମାଫିଆମାନେ ସରକାରୀ ଜମି ବିକ୍ରି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି। ଭିଜିଲାନ୍ସ ତଦନ୍ତ କରାଯାଇ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଦେବା ସହ ସହରରେ ବହୁ ରାଜନୈତିକ ଦଳର ନେତୃବୃନ୍ଦ, ସରକାରୀ ଚାକିରିଆ, ଜମି ମାଫିଆ, ଦେବୋତ୍ତର ଜମି ଜବରଦଖଲକାରୀ ତଥା ଦଲାଲମାନେ ସରକାରୀ ଜମି ମାଡ଼ି ବସିଛନ୍ତି। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସରକାରୀ ଜମି ଅଧିଗ୍ରହଣ କରାଯାଉ। ରାୟରଙ୍ଗପୁରରୁ ଅକ୍ଷୟ ବିଶ୍ୱାଳ, ଅନୁଧ୍ୟାନ ଟିଭି।